ଗତକାଲି ଆମେ ସବୁ ଜୀବଜନ୍ତୁ ବିଷୟରେ ପଢିଥିଲେ କି ନାହିଁ? ଜଙ୍ଗଲର ସବୁ ଜୀବଜନ୍ତୁ ବିଷୟରେ ପଢିଥିଲେ ତ? ପଢିଥିଲେ କି ନାହିଁ? ଆଚ୍ଛା, ସେମାନେ କୋଉଠି ରୁହନ୍ତି ଜାଣିଥିଲେ? ଜଙ୍ଗଲରେ। ଜଙ୍ଗଲର ରାଜା କିଏ ହେଇଥିଲା? ସିଂହ। ଆଚ୍ଛା, ସିଂହ କଣ କଣ ଖାଏ? ମାଂସ। ମାଂସ। ସିଂହ ମାଂସ ହିଁ ଖାଏ। ବୁଝିପାରିଲ କି ନାହିଁ? ତାହେଲେ ସିଂହ କୋଉଟା ଜାଣିଥିଲେ ଥିଲା? କିଏ ବାହାର କରିପାରିବ? ଜଣେ ଆସ। ଗୁଡ୍, ବସ, ସମସ୍ତେ ବସ। ଏଟା ସିଂହ। ଇଏ କଣ ଖାଇଲା? ମାଂସ। ଆଚ୍ଛା, ଇଏ କିଏ? ଚିତା। ଇଏ କଣ ଖାଏ? ଇଏ ବି ମାଂସ। ଏ ଦୁଇ ଜଣ ମାଂସ ଖାଏ। ଆଚ୍ଛା, ଏ କିଏ? ହାତୀ କଣ ଖାଏ? ଡାଳ। ଡାଳ, ପତ୍ର, ଧାନ, ଆଉ କଣ ଖାଏ? ଫଳ। ହାତୀ ସବୁ ଭଲ ଭଲ ଜିନିଷ ଖାଏ। ବୁଝିଲେ କି ନାହିଁ? ହାତୀ ସବୁ ଭଲ ଭଲ ଜିନିଷ ଖାଏ। ତାପରେ ଆମେ ଯିବା ଆଉ କାହାକୁ ଦେଖିବା, ଆଉ କାହାକୁ ଦେଖିବା, ଆଉ କାହାକୁ ଦେଖିବା। ଏଟା କଣ? ଏଟା ଜିରାଫ। ଜିରାଫର ବେକ ସବୁଠାରୁ ଲମ୍ବା। ଜିରାଫ କଣ ଖାଏ? ଜିରାଫ କଣ ଖାଏ? ଡାଳ ଖାଏ। ଆଚ୍ଛା, ଠିକ ଅଛି। ଏଟା କଣ? ଓଟ। ଓଟ ପିଠିରେ କୁଜ ଥାଏ, ଦେଖିଛ? କିଏ କିଏ ଓଟ ଦେଖିଛ? ସମସ୍ତେ ଦେଖିଛ? ଓଟ କଣ ଖାଏ କହିଲ? ଓଟ କଣ ଖାଏ? ଓଟ ଦାନା ଖାଏ, ଚଣା ଖାଏ। ଆଚ୍ଛା, ତାପରେ ଏଟା କିଏ? ବାଘ। ଇଏ କଣ ଖାଏ? ମାଂସ ଖାଏ। କାହା ମାଂସ ଖାଏ? ଲୋକମାନଙ୍କର ଖାଏ, ପଶୁମାନଙ୍କର ଖାଏ। ତାପରେ ଛେଳି ଆମର ଥିଲା ନା? ଛେଳି ଥିଲା କି ନାହିଁ? ଛେଳି କାହା ଖାଇছে? ଡାଳ ଖାଇছে। আর কাকা খাইছে? ପତ୍ର ଖାଇছে। ଆଚ୍ଛା, ଡାଳ ଖାଉଛି, ପତ୍ର ଖାଉଛି। ଆଉ କଣ ଖାଉଛି? ଘାସ ଖାଉଛି। ଭାତ ଖାଉଛି। ପଖାଳ ଭାତ ଖାଇଛି କି ନାହିଁ? ତ ସିଏ ଭଲ ଭଲ ଖାଉଛି। ଇଏ କିଏ? ଘୋଡ଼ା। ଘୋଡ଼ା କଣ ଖାଏ? ଘୋଡ଼ା କଣ ଖାଇବ? ଦାନା ଖାଏ, ଚଣା ଖାଏ। ତାପରେ ଘୋଡ଼ା ପାଇଁ ଦାନା ଅଛି, ବୁଝିଲ କି? ସେ ସବୁ ଖାଏ। ଏଟା